କରୁଛୁ ଦାଢ଼ିଆତା ଭକ୍ତିର ଗଙ୍ଗାଧର ଦାସ ସମ୍ବାଦର ପ୍ରଥମ ଭାଗ। ବେତାର ରୂପାନ୍ତର ଡକ୍ଟର ବୈଷ୍ଣବଚରଣ ସାମଲ, ସଙ୍ଗୀତ ପ୍ରଫୁଲ୍ଲ ଚନ୍ଦ୍ର ବେହେରା, ବର୍ଣ୍ଣନାରେ ଝରଣା ଦାସ, ପ୍ରଯୋଜନା ଦୀପକ ସାମନ୍ତରାୟ। ଗଙ୍ଗାଧର ଦାସ ସମ୍ବାଦ। ପୂର୍ବ ପ୍ରସଙ୍ଗରେ ଆପଣମାନେ ଶୁଣିଥିଲେ ଭକ୍ତ ରଘୁ ବେହେରା କଥା। ଆଜି ଶୁଣନ୍ତୁ ଗଜପତି ପ୍ରତାପ ରୁଦ୍ରଙ୍କ ସମୟରେ ଗୋବିନ୍ଦପୁରରେ ବାସ କରୁଥିବା ଗଙ୍ଗାଧର ଦାସଙ୍କ ଚରିତ। ଗଙ୍ଗାଧର ପୁତ୍ରହୀନ ଥିଲେ। ତାଙ୍କର ପତ୍ନୀ ପୁଅଟେ ପାଇଁ ବିକଳ ହେବାରୁ ଗଙ୍ଗାଧର କୃଷ୍ଣ ପ୍ରତିମାଟିଏ ଧରେଇ ଦେଇ ତାହାଙ୍କୁ ପୁଅ ପରି ଯତ୍ନ ନେବାକୁ ଉପଦେଶ ଦେଲେ। ସ୍ୱାମୀ ସ୍ତ୍ରୀଙ୍କର ସେହି ପ୍ରତିମା ହେଇଗଲା ଅଲିଅଳ ପୁଅ। ପୁଅର ସେବାରେ ସେମାନେ ନିମଜ୍ଜିତ ହେଇଗଲେ। ଏକଦା ଗଙ୍ଗାଧର ବାଟରେ ପଡ଼ିଯାଇ ମୃତ୍ୟୁବରଣ କରିବାରୁ ତାଙ୍କର ପତ୍ନୀ କ୍ରନ୍ଦନ କରି କୃଷ୍ଣଙ୍କ ପାଖରେ ଜଣେଇଲେ। ବାତ୍ସଲ୍ୟ ଭକ୍ତିରେ ଭଗବାନ କୃଷ୍ଣଙ୍କୁ ବାନ୍ଧି ରଖିଥିବାରୁ ତାଙ୍କର କୃପାରୁ ଗଙ୍ଗାଧର ବଞ୍ଚି ଉଠିଲେ। ଗଙ୍ଗାଧର ଓ ତାଙ୍କ ପତ୍ନୀଙ୍କର ସରଳ ଭକ୍ତିଭାବ ଦେଖି ସମସ୍ତେ ଅଭିଭୂତ ହୋଇଗଲେ। ଶ୍ରୀକୃଷ୍ଣଙ୍କୁ ପତି ପତ୍ନୀ ଦୁଇ ଜଣ ପୁତ୍ର ରୂପରେ ଦେଖୁଥାନ୍ତି। ତାଙ୍କ କୃପାରୁ ଗଙ୍ଗାଧରଙ୍କର ଘର ନାନା ଧନଦ୍ରବ୍ୟରେ ପୂର୍ଣ୍ଣ ହୋଇଗଲା। କିନ୍ତୁ କୃଷ୍ଣ ଅନ୍ତର୍ଦ୍ଧାନ ହୋଇଗଲେ। ତାପରେ ଯାହା ଘଟିଲା ତାହା ଶୁଣିବା ଗଙ୍ଗାଧର ଦାସ ସମ୍ବାଦରେ। go
निश्चय आनिबा एक बाळ पुत्र समाने प्रतिपाळ हेमंत बोली चली गला श्री पुरुषोत्तमे मिलिला सर्वलक्षण पूर्ण जानी कृष्ण प्रतिमा गोटी आनी ता पत्नी आगे देला ओ सखी संभाळ बोइला एहिटी गति मुक्ति दाता एहिटी जीवर करता एहाकु पुत्र बुद्धि करी जशोदा देवी गले तरी कृष्ण को कले निवेदन विचार कला तार मने पुत्र पाइली एते दिने एहांको पुत्र भावे मणि सुखे तरी बुबेली प्राणी किंतु कई थबर कोली पणस श्रीफल कदली ग्राम को जेते विकासे किणी दियंती पुत्र पासे माता ही अति स्नेह भरे पुत्र को धरी कोल करे दंडे न छाड़े पुत्र पास गृह कीरती ताकू विष कृष्ण को पुत्र प्राय मणि अन्य न जाने से तरुणी तातहु ताहा सत गुणे कृष्ण को पुत्र प्राय मणे दिनेक गंगाधर दास कहिला निज पत्नी पास जाउछि बणी जनी मनते पुत्र लागिला एका तोते क्षणे तू केणी की न जीवु निरते पुत्र पासे थीबु हेमंते बोली बेग करी नानादी पुण्य द्रव्य भरी जनाई पुत्रर अग्रते चलिले बणी जनी मनते दैवे वृद्ध गंगाधर चालन्ते अति खर कर पाद खसन्ते से पड़िला पड़िबा ठारे प्राण गला जीव जीवार बेले तार डाकिला रे कृष्ण मोर देखिली नाही तो श्रीमुख मु पापी बड़ई मुरुख हेमंत बोली पुण पुण कृष्ण सुमरी गला प्राण ताहा देखिण ग्राम लोके कहिले ता पत्नी समीपे डाकिला रे कृष्ण मोर अरक्ष लोकंक सोदर की बुद्धि करिबी मोएबे बाटे तो पिता मोला दे
ଶୁଣି ପ୍ରଭୁ ଚକ୍ରଧର ଜଗତ ନାଥ ବିଶ୍ୱମ୍ବର ତୁମ୍ଭେ କି ପାଇଁ ଚିନ୍ତା କର ପଥ ଶ୍ରମରେ ପିତା ମୋର ନିଦ୍ରା ଯେ ଯାଇଛନ୍ତି ସିନା ତୁ ଯାଇ ତୋଳି ଆଣ କିନା ବୋଲିବୁ ଏକା ପୁତ୍ର ଛାଡ଼ି କିମ୍ପା ଏଠାରେ ଅଛ ପଡ଼ି ବହନ ଉଠ ଘର ଯିବ ପୁତ୍ର ଯେ ତେଣେ କାନ୍ଦୁଥିବ ଉଠାଇ ଘେନି ଆସ तात ବହନ ଚଳି ଯାଅ ମାତ। ଆପଣମାନେ ଶୁଣୁଥିଲେ ଦାଢ଼ିହାତ ଭକ୍ତିରେ ଗଙ୍ଗାଧର ଦାସ ସମ୍ବାଦର ପ୍ରଥମ ଭାଗ। ବେତାର ରୂପାନ୍ତର କରିଥିଲେ ଡକ୍ଟର ବୈଷ୍ଣବଚରଣ ସାମଲ, ସଙ୍ଗୀତ ପ୍ରଫୁଲ୍ଲ ଚନ୍ଦ୍ର ବେହେରା, ବର୍ଣ୍ଣନାରେ ଥିଲେ ଝରଣ ଦାସ, ପ୍ରଯୋଜନା ଦୀପକ ସାମନ୍ତରାୟ। କଣ୍ଠଶିଳ୍ପୀମାନେ ଥିଲେ ମିତାଲି ଚିନ୍ନାରା, ସଙ୍ଗୀତା ଗୋସାଇଁ ଏବଂ ମନ୍ମଥ ମିଶ୍ର।